ଆଜି ହେଉଛି ସାର୍ ଆମ ପାଇଁ ଗୋଟେ ଗର୍ବର ଦିନ, ଗୋଟେ ଖୁସିର ଦିନ। ଆଜି କେତେତମ ଗଣତନ୍ତ୍ର ଦିବସ ଆଜି ପାଳନ କରାଯାଉଛି? ଆଜି ସାରା ଭାରତ ବର୍ଷରେ 77ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ଆଉ ସେହିପରି ଭାବେ ଥୁଆମୂଳ ରାମପୁର ବି ପଛାଇନେ ଆମେ ଥୁଆମୂଳ ରାମପୁରର ବିଭିନ୍ନ ଜାଗାରେ ମଧ୍ୟ ଏହି ଦିବସକୁ ଜାତି ଦିବସକୁ ସମସ୍ତେ ମିଶି ପାଳନ କରୁଛନ୍ତି। ଆଜି ବ୍ଲକ ପରିସରରେ ଆମେ ଛାତ୍ରଛାତ୍ରୀ ଏବଂ ଏହି ଅଞ୍ଚଳର ଗୁରୁଜୀମାନଙ୍କୁ ନେଇକି ପାଳନ କରିଥିଲୁ। ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ଏହି ଦିବସରେ ମୁଁ ଗୋଟିଏ ବାର୍ତ୍ତା ଦେବି ସମସ୍ତଙ୍କୁ, ଆମେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକଜୁଟ ହେଇକିରି ଆମେ ଭାଇଚାରାର ଭାବକୁ ନେଇକି ଆଗକୁ ବଢ଼ିବା ଏବଂ ସମସ୍ତେ ଏକ ହୋଇକିରି ଆମ ଭାରତ ବର୍ଷର ଯେଉଁ ଗଠନର ବିକାଶରେ ଆମେ ସମସ୍ତେ ସାମିଲ ହେବା। କୌଣସି ପ୍ରକାର ଅନ୍ୟ ପ୍ରକାର ଚିନ୍ତାଧାରା ନ ରଖିକି ସମସ୍ତେ ଯଦି ଆମେ ସାମିଲ ହେବା, ନିଶ୍ଚୟ ଭାବରେ ଆମର ଭାରତବର୍ଷ ଆଗକୁ ଯିବ ଏବଂ ଆମର ଥୁଆମୂଳ ରାମପୁର ଭଳି ପଛୁଆ ଯେଉଁ ଜାଗା ମଧ୍ୟ ଆମେ ସବୁ ପ୍ରକାରର ଭାଇଚାରା ଭାବରେ ଯଦି ନେଇକି ଚାଲିବା, ନିଶ୍ଚୟ ଭାବରେ ଆମ ଜାଗା ମଧ୍ୟ ଉନ୍ନତି ହେବ। କ'ଣ କ'ଣ ସମ୍ବିଧାନ ଲାଗୁ ହେଇଥିଲା ଆଜି? ନାଇଁ, ଆମର ଏଇ ଯେଉଁ ଦିନ ଆମର ଯେଉଁ କନଷ୍ଟିଟ୍ୟୁସନ୍ ରହିଥିଲା ସମ୍ପୂର୍ଣ୍ଣ ଭାବରେ ଲାଗୁ ହୋଇଥିଲା। 1949 ନଭେମ୍ବର 26ରେ ଯାହା ସମ୍ପୂର୍ଣ୍ଣ ଭାବରେ ଡ୍ରାଫ୍ଟ ହୋଇ ସରିଥିଲା, କିନ୍ତୁ ଏଇ 26 ଜାନୁଆରୀକୁ ଚୁଜ୍ କରାଗଲା କାହିଁକିନା ଏଇ ଦିନରେ 1930ରେ ସମ୍ପୂର୍ଣ୍ଣ ପୂର୍ଣ୍ଣ ସ୍ୱରାଜ ଡିକ୍ଲେୟାର କରିଥିଲା ଆମର ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ। ସେଇ ଦେଶକୁ ଆମ ମନେ ରଖିବା ପାଇଁ ଏଇ ଦେଶକୁ କରାଯାଇଥିଲା ଏବଂ ସମ୍ପୂର୍ଣ୍ଣ ଭାବରେ ଯେଉଁ ବ୍ରିଟିଶ ସରକାରଙ୍କ 1935 ଯେଉଁ ଆକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ ଥିଲା ତାକୁ ରିପିଲ୍ କରିକି ସମ୍ପୂର୍ଣ୍ଣ ଭାବରେ ଗୋଟେ ରିପବ୍ଲିକ ଗଣତନ୍ତ୍ର ରାଷ୍ଟ୍ର ଭାବରେ ଆମକୁ ଘୋଷିତ କରାଗଲା ଏବଂ ସେହି ହିସାବରେ ଆମେ ଆଜି ଭାରତବର୍ଷ ସବୁଠୁ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବରେ ଆମେ ଆଗକୁ ଚାଲିଛୁ ଏବଂ ସେହିଦିନ ଆମେ ପ୍ରତ୍ୟେକ ପ୍ରକାର ଆମର ନାଗରିକର ଅଧିକାରଠୁ ନାଗରିକ କର୍ତ୍ତବ୍ୟଠୁ ଆରମ୍ଭ କରି ଦେଶ କିପରି ଭାବରେ ଚାଲିବ ପ୍ରତ୍ୟେକ ଜିନିଷ ଆମର ସମ୍ବିଧାନରେ ଲିଖିତ ଭାବରେ କରାଯାଇଛି। ଛାତ୍ରଛାତ୍ରୀମାନେ ନିଜର ଅଧିକାର ଏବଂ ଏଇ ଯେଉଁ ଆମର ବୀରତ୍ୱମାନେ ନିଜର ବଳିଦାନ ଦେଇକରି ଏଇ ଯେଉଁ ତିରଙ୍ଗା ପତାକାକୁ ନେଇକରି ଆମର ଯେଉଁ ସମ୍ବିଧାନକୁ ତିଆରି କରିବାରେ ବଳିଦାନ ଦେଇଛନ୍ତି, ତାଙ୍କର ଯେଉଁ ଉଦ୍ଦେଶ୍ୟ ରହିଛି ସେହି ଉଦ୍ଦେଶ୍ୟକୁ ଆମେ ଜାଣିବା ଏବଂ ଜାଣିକି ଏହି ଦେଶ ଗଠନରେ ସାମିଲ ହେବା। ଛାତ୍ରଛାତ୍ରୀମାନେ ଯଦି ନିଜର ଛାତ୍ର ଜୀବନରେ ଯଦି ସଫଳ ଭାବରେ କରିବେ, ନିଜର ସମାଜରେ ସେମାନେ ଗୋଟେ ସଫଳ ବ୍ୟକ୍ତି ହୋଇପାରିବେ। ଯଦି ସଫଳ ବ୍ୟକ୍ତି ହେଲେ ନିହାତି ଭାବରେ ଆମ ଦେଶ ଆଗକୁ ଯିବ। ସାର୍, ଯେଉଁ ବୀରମାନେ ଯେଉଁ ବର୍ଡରରେ ଠିଆ ହେଇଛନ୍ତି ଦିନ ରାତି ଏକ କରିକି ଆମକୁ ସୁରକ୍ଷା ଦେଉଛନ୍ତି, ତାଙ୍କୁ କ'ଣ ବାର୍ତ୍ତା ଦେବେ? ନିଶ୍ଚୟ ଭାବରେ ଆମର ଯେମିତିକି ଆମର ନାରା ଗୋଟେ ରହିଥିଲା ଜୟ ଯବାନ ଜୟ କିଷାନ ଏବଂ ଜୟ ବିଜ୍ଞାନ ରହିଛି। ଆମର ଯବାନମାନେ ଯଦି ନାହିଁ ଆମେ ସୁରକ୍ଷିତ ରହିପାରିବା ନାହିଁ। ତେଣୁ ତାଙ୍କର ସର୍ବୋପରି ସେମାନେ ତ୍ୟାଗ କରିକିରି ଦିନ ରାତି ଏତେ ଡିଫିକଲ୍ଟ ଜାଗାରେ ଆମର ସେ ନଦୀ ହେଉ ସେ ପାହାଡ଼ ହେଉ ସବୁ ଜାଗାରେ ଆମକୁ ବର୍ଡ଼ରକୁ ସିକ୍ୟୁରିଟି ଦେଉଛନ୍ତି। ସେମାନଙ୍କୁ ଆମେ ତହେ ଦିଲ ସେ ଆମେ ସଲାମ କରୁଛୁ ଏବଂ ସେମାନଙ୍କର ସୁରକ୍ଷା ପାଇଁ ଆମେ ସୁରକ୍ଷିତ ଭାବରେ ଆମର ଦେଶରେ ଆମେ ସୁରକ୍ଷିତ ମନେ କରୁଛୁ। ତେଣୁ ସେମାନଙ୍କର ଯେଉଁ ବଳିଦାନ ରହିଛି ତାଙ୍କର ପରିବାରକୁ ସେମାନଙ୍କୁ ଆମେ ପ୍ରଥମେ ପ୍ରଣାମ କରୁଛୁ ଏବଂ ସେମାନଙ୍କର ଏପରି ଭାବରେ ଆମ ଭାରତବର୍ଷକୁ ସୁରକ୍ଷିତ କରିଥାଉ।